ଘନ ଜଙ୍ଗଲ ପାଖରେ ଥିବା ଏକ ଗାଁ ଯାହାର ନାମ ସୁବର୍ଣ୍ଣପୁର ଅଟେ। ରମେଶ ସ୍ୱଭାବରେ ଶାନ୍ତ ସରଳ ଏବଂ ହୁସିଆର ଥିବାବେଳେ ତାର ସାଙ୍ଗ ମୋହନ ଚଞ୍ଚଳ ଏବଂ ଜିଦଖୋର ଥିଲା। ଦୁଇଜଣ ପିଲାଦିନୁ ଭଲ ମିତ୍ର ଥିଲେ। ଆରେ ରମେଶ ଭାଇ, କ'ଣ ବସି ଭାବୁଛ? ମନକୁ ଟିକେ ଖୁସି ରଖ। ଚାଲ ଜଙ୍ଗଲକୁ ବୁଲିବାକୁ ଯିବା। ମୁଁ ଶୁଣିଛି ଜଙ୍ଗଲରେ ବହୁତ ଗୁପ୍ତଧନ ଲୁଚି ରହିଛି। ସାଙ୍ଗ, ଜଙ୍ଗଲ ବହୁତ ବିପଦପୂର୍ଣ୍ଣ ଅଟେ। ନ ଭାବି ନ ଚିନ୍ତି ଜଙ୍ଗଲ ଭିତରକୁ ଯିବା ଆମ ପାଇଁ ଠିକ୍ ହେବ ନାହିଁ ରେ ସାଙ୍ଗ। ତୁ ସାଙ୍ଗ ଯାହା ଭାବୁଛୁ ପଛେ ଭାବ, କିନ୍ତୁ ଦୁଇଜଣ ଯାକ ସାଙ୍ଗ ହୋଇ ଜଙ୍ଗଲକୁ ଯିବା। ଯଦି ଜଙ୍ଗଲରୁ ଖଜନା ମିଳିଯିବ ତେବେ ଆମ ଦୁହିଁଙ୍କର ଦିନ ବଦଳିଯିବ ରେ। ଠିକ୍ ଅଛି ସାଙ୍ଗ, କହୁଛୁ ଯଦି ତେବେ କାଲି ସକାଳେ ସାଙ୍ଗ ହୋଇ ଜଙ୍ଗଲକୁ ଯିବା। ସକାଳୁ ସକାଳୁ ଦୁଇ ସାଙ୍ଗ ଗୋଟିଏ ଛୋଟ ମୁଣାରେ ଖାଦ୍ୟ ଓ ପାଣି ନେଇ ଜଙ୍ଗଲ ଅଭିମୁଖେ ବାହାରି ପଡ଼ିଲେ। ଚାଲି ଚାଲି ଦ୍ୱିପ୍ରହର ହୋଇଗଲା, କିନ୍ତୁ ଖଜନାର କୌଣସି ସନ୍ଧାନ ମିଳିଲା ନାହିଁ। ବୁଝିଲୁ ସାଙ୍ଗ, ଚାଲି ଚାଲି ବହୁତ ହାଲିଆ ଏବଂ କଷ୍ଟ ଲାଗିଲାଣି। ଠିକ୍ ଅଛି ସାଙ୍ଗ ମୋହନ, ଆମେ ଗଛମୂଳ ଦେଖି ବିଶ୍ରାମ ନେବା। ବୁଝିଲୁ ସାଙ୍ଗ ରମେଶ, ତୁମର ଧୀର ଚାଲି ଯୋଗୁଁ ଆମେ ଏପର୍ଯ୍ୟନ୍ତ ପହଞ୍ଚି ପାରୁନେ। ତୁମେ ଜୋରରେ ଚାଲିଥିଲେ ବୋଧହୁଏ ଖଜାନା ମିଳିଯାଇଥାନ୍ତା। ଧୈର୍ଯ୍ୟ ରଖ ମୋହନ, ବେଳେବେଳେ ରାସ୍ତା ବହୁ ଲମ୍ବା ହୋଇଥାଏ ସାଙ୍ଗ, କିନ୍ତୁ ତୁମେ ସାଙ୍ଗରେ ଅଛ, ନିଶ୍ଚୟ ଆମର ଲକ୍ଷ୍ୟ ପୂରଣ ହେବ। ସାଙ୍ଗ ମୋହନ, ଆଉ ସମୟ ନ ବିତାଇ ଆମେ ଏଥର ଆଗକୁ ଯିବା। ରମେଶ ଭାଇ, ଶୀଘ୍ର ସାହାଯ୍ୟ କର। ମୁଁ ବଡ଼ ଖାଲ ଭିତରେ ପଡ଼ିଯାଇଛି। ମୋ ଆଗରେ ଏକ ବିରାଟ ବଡ଼ ଗଭୀର ଖାଲ ଥିଲା, ଯାହାକୁ ମୁଁ ଦେଖିପାରିଲି ନାହିଁ। ବ୍ୟସ୍ତ ହୁଅନି ମୋହନ, ମୁଁ ଯଥାଶୀଘ୍ର ଗଛର ଲତା ଏବଂ କାଠର ଏକ ସିଡ଼ି ପ୍ରସ୍ତୁତ କରୁଅଛି। ଏହା ସାହାଯ୍ୟରେ ତୁମେ ବାହାରକୁ ବାହାରି ଆସିବ। ରମେଶ ଭାଇ, ତୁମେ ମୋ ଜୀବନ ରକ୍ଷା କଲ ଭାଇ। ଯଦି ତୁମେ ନଥାନ୍ତ ମୁଁ ଏଠାରୁ ବାହାରି ପାରିନଥାନ୍ତି ଭାଇ। ଆରେ ମୋହନ, ସାଙ୍ଗ ହେବାର ଏହା ହିଁ ମୂଲ୍ୟ ଅଟେ, ଯାହାକି ଅସୁବିଧା ସମୟରେ ସାହାଯ୍ୟ କରିବା। ଭାଇ, ଆଉ ବ୍ୟସ୍ତ ହୁଅ ନାହିଁ। ବର୍ତ୍ତମାନ ଚାଲ ଏଥର ଗାଁକୁ ଯିବା। ଆଜି ମୁଁ ସାଙ୍ଗ ବୁଝିପାରିଲି, ପ୍ରକୃତ ଧନସମ୍ପତ୍ତି ସୁନା ରୂପା ନୁହେଁ, ଯାହାକି ସାଙ୍ଗସାଥୀ ସମ୍ପର୍କ ଭିତରେ ଅଛି। ତୁମେ ମୋ ପାଇଁ ବଡ଼ ଖଜାନା ଅଟ ରମେଶ ଭାଇ। ସାଙ୍ଗସାଥୀରେ ଖଜାନା ଏହା ହୋଇଥାଏ, ଯାହାକି କେହି ଚୋରାଇ ନେଇପାରିବେ ନାହିଁ, ଯାହାକି ନିଜ ମନ ଭିତରେ ସାଇତି ରଖିପାରିବ। ଦୁଇଜଣ ହସି ହସି ଗାଁକୁ ଫେରିଆସିଲେ। ବିଶ୍ୱାସର ସହିତ ସେମାନେ ଜଙ୍ଗଲରୁ କୌଣସି ସୁନା ରୂପା ଧନସମ୍ପତ୍ତି ପାଇନଥିଲେ, କିନ୍ତୁ ଏକ ପ୍ରକାର ଧନସମ୍ପତ୍ତି ପାଇଥିଲେ, ଯାହାକି ସେମାନେ ସର୍ବଦା ତାଙ୍କ ମନ ଭିତରେ ସାଇତି ରଖିଥିଲେ।